ଶିଶୁ ସାହିତ୍ୟ ଓଡ଼ିଆ ଗଳ୍ପ ୟୁଟ୍ୟୁବ୍ ଚ୍ୟାନେଲ୍। ଭୋ ଭୋ ହୋଇ ସିଏ ଭୁକଇ, ତାକୁ ଦେଖି ଚୋର ଯାଏ ପଳାଇ। ଘର ଜଗିଥାଏ ସିଏ ଆମର, କହିକି ପାରିବ ନାମଟି ତାର କୁକୁର। ମିଆଉଁ ମିଆଉଁ ହୋଇ ସିଏ ବୋବାଏ, ତାକୁ ଦେଖି ମୂଷା ଧାଇଁ ପଳାଏ। କହିକି ପାରିବ ତା ନାମ ପିଲେ, କିଏ? ବିଲେଇ। ତାପରେ ହେଉଛି କକ କହ କ ସିଏ ବୋବାଏ, ସକାଳୁ ଆମକୁ ଉଠାଇ ଦିଏ। କହିକି ପାରିବ ତା ନାମ ପିଲେ, କିଏ? କୁକୁଡ଼ା। ଖୁଦ ଖାଉଥାଏ ସେ ଖୁଣ୍ଟି ଖୁଣ୍ଟି, ଗାଏ ଗୀତ ସିଏ ଘୁମୁରି ଘୁମୁରି। କହିକି ପାରିବ ତା ନାମ ଭାଇ ପାରା। ତାପରେ ହେଉଛି ହୁଁ ହୁଁ ଅଟେ ତାରି ସ୍ୱର, କୁଦା ମାରି ଡିଏଁ ଡାଳକୁ ଡାଳ। କହିକି ପାରିବ ତାହାରି ନାମ ମାଙ୍କଡ଼। ତାପରଟା ହେଉଛି ଗାତ ଭିତରେ ସେ ରହିଥାଇ, ବେଙ୍ଗ ରଡ଼ି ଶୁଣି ଆସେ ବାହାରି। ତାକୁ ଦେଖି ଭୟେ ବେଙ୍ଗ ପଳାଇ। କହିକି ପାରିବ ତା ନାମ ଭାଇ ସାପ। ବର୍ଷା ଋତୁରେ ସିଏ ବୋବାଏ, ଚଷା ଭାଇ ଧାନ ବୁଣୁ କହେ। ଘାସ ଉପରେ ସେ ଶୋଇଥାଏ, କହିକି ପାରିବ ତା ନାମ ପିଲେ, ସେ ହେଉଛି କିଏ? ନା ଝିଙ୍କାରି। ମାଟି ଉପରେ ସିଏ ବୁଲଇ, ମନକୁ ଆମର ନିଏ ସେ ମୋହି। ଅତୀତକୁ ଦିଏ ମନେ ପକାଇ। କହିକି ପାରିବ ତା ନାମ ଭାଇ କିଏ? ନା ସାଧବ ବୋହୂ। ଆଗ କାଳରେ ସାଧବ ବୋହୂ ବୋଲି କିଛି ପୋକମାନେ ବୁଲୁଥିଲେ। ଯେପରି ସାଧବର ବୋହୂମାନେ ସୁନ୍ଦର ଦେଖିବାକୁ ଥିଲେ, ସେମାନେ ମଧ୍ୟ ସେହିପରି କ'ଣ ଥିଲେ? ନା ଅତ୍ୟନ୍ତ ବହୁତ ମାନେ ଦେଖିବାକୁ ସୁନ୍ଦର ଦେଖାଯାଉଥିଲେ। କିଏ? ନା ସେ ଯେଉଁ ସାଧବ ବୋହୂ ପୋକମାନେ। ତାପରେ ହେଉଛି ହମାରଡ଼ି ତାର କେଡ଼େ ସୁନ୍ଦର, ହମାରଡ଼ି ତାର କେଡ଼େ ସୁନ୍ଦର, ତା ଦେହେ ଦେବତା କରନ୍ତି ବାସ। ହମାରଡ଼ି ତାର କେଡ଼େ ସୁନ୍ଦର, ତା ଦେହେ ଦେବତା କରନ୍ତି ବାସ। କ୍ଷୀର ତାର ଅଟେ ସତେ ଅମୃତ, କହିକି ପାରିବ ତାହାରି ନାମ, ସେ କିଏ? ନା ଗାଈ। ଏଇଟା ଗୋଟେ ଛୋଟ କବିତା ଆପଣମାନଙ୍କୁ ୟୁଟ୍ୟୁବ୍ ଚ୍ୟାନେଲ୍ ଭେଟିଦେଲା। ଆଗାମୀ ଦିନରେ ବହୁତ ବଡ଼ ବଡ଼ ଷ୍ଟୋରି ବି ଭେଟିବ। ଆପଣମାନଙ୍କର ଯେଉଁ ଧାରଣା ରହୁଛି ଯେ ଓଡ଼ିଆ ଗଳ୍ପ ୟୁଟ୍ୟୁବ୍ ଚ୍ୟାନେଲ୍ କାହିଁକି ଭୂତ ଷ୍ଟୋରି ବନ୍ଦ କରିଛି, ଭୂତ ଷ୍ଟୋରି ବନ୍ଦ କରିନି, ବରଂ କିଛି ଗୋଟେ ସରପ୍ରାଇଜ୍ ଦେବା ଉଦ୍ଦେଶ୍ୟରେ ସେ ବନ୍ଦ କରିଛି। କିନ୍ତୁ ଭେଟିଦେବ, ଆଗାମୀ ଦିନରେ ନିଶ୍ଚୟ ପୁଣି ଭେଟିଦେବ ସେ।